ପାଟକୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଯେମିତି ଜାଣିଥିଲେ ମୁଁ ଚେନ୍ନାଇ ଯାଉଛି। ରାତିରେ ମୁଁ ପାଟନ ବ୍ଲକ୍ ଶେଷ କରି ଶୋଇପଡ଼ିଥିଲି। ଆଉ ଏବେ ଉଠି ପଡ଼ିଲି, ବ୍ରସ୍ କରି ଷ୍ଟାର୍ଟ ହେଇଗଲା ଆମର ଖାଇବା। କଦଳୀ ଆଳୁ ଚପ୍ ସିଙ୍ଗଡ଼ା ଖାଇକି ଏଠି ଭିଉ ନେଲି। ଭାଇମାନେ ଦେଖି କେତେ ତଳ ବସୁଛନ୍ତି, କାହିଁକିନା କନଫର୍ମ ସିଟ୍ ନାହିଁ। ତ ତାପରେ ଦେଖୁଥିବ ତ ହଠାତ୍ କିନା ଆସିଗଲା ଅର୍ଡ଼ର ଦେବା ପାଇଁ ଖାଇବା। ଅର୍ଡ଼ର ତ ଦେଇଦେଲି, ଦେଖୁଥିବ ରାଜମୁଣ୍ଡରେ ପହଞ୍ଚିଗଲା। ଆମର ଖାଇବା ବି ଆସିକି ପହଞ୍ଚିଗଲା। ଭେଜ୍ ମିଲ୍ ଥିଲା, ଯାହାର ପ୍ରାଇସ୍ ଥିଲା 80 ଟଙ୍କା। 80 ଟଙ୍କା ହେଲେ କ'ଣ ହେବ, ଟେଷ୍ଟ ବଢ଼ିଆ ଥିଲା। ଦେଖେ ତ ଗୋଟେ ଛୁଆଟେ ଆସି ଏମିତି କ'ଣ କରୁଛି, କାହିଁକିନା ସେ ପଇସା ପାଇଁ କରୁଛି। ସତରେ ପଇସା ଏମିତି ଜିନିଷ, ପଇସା କ'ଣ ନ କରିଦିଏ। ଚାନା ମଗେଇ ଖାଇଲି, ତାପରେ ଭିଉର ମଜା ନେଲି। ନଉ ଆସିକି ପହଞ୍ଚିଗଲି ବିଶାଖାପଟ୍ଟନମରେ। ବାକି ଘର କଥା ବହୁତ ମନେ ପଡ଼ୁଥାଏ, କିନ୍ତୁ କ'ଣ କରିବି। ତାପରେ ଥିଲା ପାଖରେ ଟିକେ ମିକ୍ସଚର ଆଣିଥିଲି, ତାକୁ ଖାଇଲି। ତାପରେ ସିଙ୍ଗଡ଼ା, ଡାଲି ବରା, କଞ୍ଚା ଲଙ୍କା, ତାକୁ ଖାଇଲି। ଟେଷ୍ଟ ଏତେ ଖାସ୍ ନଥିଲା, କିନ୍ତୁ ଟ୍ରେନରେ କ'ଣ କରିବ, ଯାହା ମିଳିଲେ ଖାଇବାକୁ ପଡ଼ିବ। ଦେଖୁ ରାତି ହେଇଗଲା, ଭାବିଲୁ ବୋଧେ ପହଞ୍ଚିଗଲୁ। ଯେହେତୁ ଟ୍ରେନ୍ ଲେଟ୍ ଥିଲା, ନହେଲେ ସନ୍ଧ୍ୟାବେଳେ ପହଞ୍ଚିଥାନ୍ତୁ। ଫାଇନାଲି ଆମେ ପହଞ୍ଚିଗଲୁ। ତାପରେ ଯେ ଆସିଥିଲା ଗୋଟେ ରେଲ୍ କୋଚ୍ ରେଷ୍ଟୁରାଣ୍ଟ, ଦେଖିକି ବହୁତ ଭଲ ଲାଗିଲା। ତାପରେ ବସିଗଲି ଲୋକାଲ ବସ୍ରେ, ଆଉ ପହଞ୍ଚିଗଲି ଆମ ରୁମ୍ରେ। ପହଞ୍ଚିଛି କି ନାହିଁ, ଖରକା ଆରମ୍ଭ ଷ୍ଟାର୍ଟ ହେଇଗଲା। ଏଇଟା କ'ଣ ଘର କି ଖରକି ଦେବ। ତାପରେ ଆଣ୍ଟି କତିରେ ରୁଟି ନେଇ ଆସିଲି, ଖାଇଦେଲି। ରହିଲି ସାଙ୍ଗମାନେ। ଯଦି କିଏ ମୋ ଭିଡ଼ିଓ ନୂଆ ଥିବ, ସବସ୍କ୍ରାଇବ୍ କରି ନିଶ୍ଚୟ ଯିବେ। ଟାଟା ବାଏ ବାଏ।